ବନ୍ଧୁଗଣ, ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ। ଚଳିତ ବର୍ଷ ଏହା ମଇ ମାସ 10 ତାରିଖ ଦିନ ପାଳିତ ହେବ। ମାନ୍ୟତା ରହିଛି ଯେ ଯଦି ଏହି ଦିନ ସୁନା ରୂପା ଇତ୍ୟାଦି ଗହଣା କିଣା ଯାଇଥାଏ ତେବେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। କେବଳ ସୁନା ରୂପା ନୁହେଁ, ଅକ୍ଷୟ ତୃତୀୟାରେ କିଛିଟା କାର୍ଯ୍ୟ ମଧ୍ୟ କରିବା ବର୍ଜିତ ଅଟେ, ନଚେତ୍ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଦୁର୍ଭାଗ୍ୟ ଛାଇ ହୋଇ ରହିଥାଏ। ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରେ କେଉଁ ଭୁଲ କଲେ ଦରିଦ୍ରତା ହେବାର ସମ୍ଭାବନା ରହିଛି। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ବନ୍ଧୁଗଣ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଭୁଲ କଲେ ଦରିଦ୍ରତା ହୋଇଥାଏ। ନମ୍ବର 1, ଅକ୍ଷୟ ତୃତୀୟା ଦିନ କଦାପି ନିଜ ଘରୁ କୌଣସି ବ୍ୟକ୍ତିଙ୍କୁ ଭୋକିଲା ଯିବାକୁ ଦିଅନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ଏହି ଦିନ ଭୋକିଲା ହୋଇ ଆପଣଙ୍କ ଦ୍ୱାର ମୁହଁରୁ ଫେରି ଯାଇଥାଏ ତେବେ ଅକ୍ଷୟ ତୃତୀୟାର କୌଣସି ମହତ୍ତ୍ୱ ରହିନଥାଏ। ଏହି ଦିନ ଘର ଦ୍ୱାରକୁ ଆସିଥିବା ଭିକାରୀ, ଗାଈ କିମ୍ବା ଅନ୍ୟ କୌଣସି ଜୀବଙ୍କୁ ଭୋକିଲା ଯିବାକୁ ଦିଅନ୍ତୁ ନାହିଁ, ନଚେତ୍ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ 7 ଜନ୍ମ ପର୍ଯ୍ୟନ୍ତ ଦରିଦ୍ରତାର ଛାଇ ରହିଥାଏ। ନମ୍ବର 2, ଅକ୍ଷୟ ତୃତୀୟା ଦିନ ନିଜ ସାଧନ ଅନୁସାରେ ଘରର ସମସ୍ତ କାର୍ଯ୍ୟ ତୁଲାନ୍ତୁ। ଏହି ଦିନ କାହାରି ପାଖରୁ ଧାର ମାଗି ଚଳିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆର୍ଥିକ ସମୃଦ୍ଧିର ବାଧା ଆସିଥାଏ। ତେଣୁ ଏହି ଦିନ ଧନ କିମ୍ବା ଅନ୍ୟ କୌଣସି ବସ୍ତୁ କାହାରି ପାଖରୁ ଉଦ୍ଧାର ମାଗନ୍ତୁ ନାହିଁ। ନମ୍ବର 3, ଏହି ଦିନ ଦାନ ପୁଣ୍ୟର ଅନେକ ମୁହୂର୍ତ୍ତ ରହିଛି। ଏହି ଦିନ ସ୍ନାନ ସରିବା ପରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହି ଦିନ ବିଷ୍ଣୁଙ୍କୁ ପ୍ରସାଦରେ କ୍ଷୀରି ପ୍ରସାଦ ଭାବରେ ଅର୍ପଣ କରିବା ଶୁଭ ହୋଇଥାଏ। ନମ୍ବର 4, ଏହି ଦିନ କୌଣସି ପ୍ରକାରର ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। ଏହି ଦିନ କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ। ଏହି ଦିନ ଯଦି ଆପଣ କାହା ମନରେ କଷ୍ଟ ଦେବେ ତେବେ ସମୃଦ୍ଧିରେ ବାଧା ଆସିଥାଏ। ତେଣୁ ଏହି ଦିନ କାହାରି ମନରେ ଦୁଃଖ ଦେବା ଉଚିତ ହୁଏ ନାହିଁ। ଶେଷରେ ଅକ୍ଷୟ ତୃତୀୟାରେ ଆପଣ ମାଂସ, ମଦ ଗ୍ରହଣ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଜାତକରେ ଗ୍ରହଦୋଷ ବୃଦ୍ଧି ପାଇଥାଏ ଏବଂ ପରିଶ୍ରମର ଫଳ ମଧ୍ୟ ଠିକ୍ ସମୟରେ ମିଳିନଥାଏ। ଏହି ଦିନ ସାତ୍ୱିକ ଭୋଜନ କରିବା ସହିତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।